नमस्कार दर्शक बंधु शुभ सकाळ आज हूँ 21 नवेम्बर गुरुवार आज रही 20टी देश विदेश राज्यर गुरुत्वपूर्ण खबर जहाँ केवल 10 मिनिट समय दे देखिपारे तेज ता पूर्व आपण मान गोटे अनुरोध आपणकर जिला को भल पाते भिडियो को लाइक कर कमेंट आपणकर जिलार ना लिखिदेवे जहाँफल तुरंत आप जिलार खबर पाइपर मुख्यमंत्री बड़ घोषणा सुभद्रा योजना राशन कार्ड एमती अनेक 20टी गुरुत्वपूर्ण खबर अच्छी चलतु खबर उपर नजर पकाइबा। मुख्यमंत्री देले ओडिशावासी खुशी खबर एणिके दादन खटिया आउ राज्य बाहर को जीवाई पड़ो ना सिंगापुर गस्तर मुख्यमंत्री 4 दिन जाइछन जहाँफल बड़ बड़ प्रकल्प ओडिशा रे हेबो एवं ओडिशा रे एथर समस्ते रही चाकरी मध्य करिवे बाहर को आउ जीवाई पड़ो ना बेली खोद मुख्यमंत्री मध्य कहिसंती एने बड़ बड़ इन्वेस्टर सहित मध्य कथा होइछंती आ मुख्यमंत्री सिंगापुर रे थिबा ओडिया को मध्य देखा करिसंती एवं ओडिया को भेटी तांकर उद्बोधन मध्य जणाइछंती ओडिशार विकास ପାଇଁ ଆପଣଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତେଣୁ ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି ଏଠାକାର ଓଡିଆ ମାନେ ଯେଉଁ ସେକ୍ଟରରେ କାର୍ଯ୍ୟକାରୀ କରୁଛନ୍ତି ସେସବୁ କ୍ଷେତ୍ରରେ କିପରି ଓଡିଶା ଆଗେଇ ପାରିବ ବିଶ୍ୱସ୍ତରୀୟ ନିବେଶ ଏବଂ ଦକ୍ଷତା ବିକାଶରେ ଗ୍ଲୋବାଲ ମାର୍କେଟରେ କିପରି ଆଗେଇ ପାରିବ ସେ ନେଇ ପ୍ରବାସୀ ଓଡିଆ ବନ୍ଧୁ ମାନଙ୍କ ସହାୟତା ଅଛି ବୋଲି କୁହାଯାଉଛି ତେଣୁ ଓଡିଶାରେ ବଡ ବଡ ପ୍ରକଳ୍ପ ହେବା ପରେ ଓଡିଶା ଉନ୍ନତି ମାର୍ଗରେ ପହଞ୍ଚିବା ସହିତ ଦାଦନ ଖଟିବା ପାଇଁ ଆଉ ଲୋକେ ଯିବେନି ଓଡିଶାରେ ରହି କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫେବୃଆରୀ 18 ରୁ ଆରମ୍ଭ ହେବ ଯୁକ୍ତ 2 ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ ତେବେ କୁହାଯାଉଛି ଫେବୃଆରୀ 18 ରୁ ଆରମ୍ଭ ହୋଇ ମାର୍ଚ୍ଚ 27 ଯାଏଁ ଚାଲିବ ପରୀକ୍ଷା ସୂଚନା ବୋର୍ଡ ପକ୍ଷରୁ ପ୍ରୋଗ୍ରାମ ଘୋଷଣା ପରେ ଉତ୍ସାହିତ ଅଛନ୍ତି ଯୁକ୍ତ 2 ଛାତ୍ରଛାତ୍ରୀ କଳା ବିଜ୍ଞାନ ବାଣିଜ୍ୟ ଧନ୍ଦାମୂଳକ ପତ୍ର ବିନିମୟ ଉପପରୀକ୍ଷା ହେବ ବିଜ୍ଞାନ ବିଭାଗରେ ଏବେ ଏମଆଇଏଲ ଓଡ଼ିଆ ପରୀକ୍ଷା 18 ତାରିଖରେ ହେବା ସହିତ 19 ରେ କଳା ଏବଂ ବାଣିଜ୍ୟ ପିଲାମାନଙ୍କ ପାଇଁ ଏମଆଇଏଲ ଓଡ଼ିଆ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ତେବେ ଫେବୃଆରୀ 18 ରୁ ଆରମ୍ଭ ହୋଇ ମାର୍ଚ୍ଚ 27 ତାରିଖରେ ଶେଷ ହେବ ବୋଲି କୁହାଯାଉଛି। ସରକାର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ୱାର୍କ ଫ୍ରମ ହୋମ କରିବେ 50% କର୍ମଚାରୀ ତେବେ ଦିନକୁ ଦିନ ଦିଲ୍ଲୀର ପ୍ରଦୂଷଣ ବଢି ଚାଲିଛି ବାୟୁ ଗୁଣବତ୍ତା ଅତି ଖରାପ ସ୍ଥିତିରେ ରହିଛି ତେବେ କୁହାଯାଉଛି ନିଶ୍ୱାସ ପ୍ରଶ୍ୱାସ ଶ୍ୱାସ ନେବା ପାଇଁ ବହୁତ କଷ୍ଟକର ହେଉଛି ବିଭିନ୍ନ ଶ୍ୱାସ ରୋଗ ସମସ୍ୟା ମଧ୍ୟ ସୃଷ୍ଟି ହେଉ ବୋଲି କୁହାଯାଉଛି ଏନେଇକି ମଧ୍ୟ ସ୍କୁଲ ମଧ୍ୟ ବନ୍ଦ କରାଯାଇଛି ସ୍କୁଲରେ କେବଳ ଦ୍ୱାଦଶ ଦଶମ ଶ୍ରେଣୀ ଖୋଲା ହେଇଛି ଆଉ ବାକି ସବୁ ଶ୍ରେଣୀ ବନ୍ଦ କରାଯାଇଛି ବୋଲି କୁହାଯାଉଛି ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ ହେଇଛି ଆଉ ଏବେ ମଧ୍ୟ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ହେବା ପାଇଁ ଯାଉଛି 50% ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ ବୋଲି ଏନେଇ ସରକାର ଘୋଷଣା କରିଛନ୍ତି ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ଘୋଷଣା କରିଛନ୍ତି କୁହାଯାଉଛି ଯେ ଦିଲ୍ଲୀର ପ୍ରଦୂଷଣ ଏତେ ବଢିଯାଇଛି ଯେ ଶ୍ୱାସକ୍ରିୟା ନେବା ମଧ୍ୟ କଷ୍ଟ ହେଉଛି ଯାହାଫଳରେ ଦିନକୁ ଦିନ ରୋଗାଗ୍ରସ୍ତ ହେଉଛନ୍ତି ଲୋକମାନେ ତେଣୁ ଏନେଇକି 50% ସରକାରୀ କର୍ମଚାରୀ ଏବେ ୱାର୍କ ଫ୍ରମ ହୋମ କରିବେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ ଏଥର 2,67,000 ଯୋଉ ଫର୍ମ ଯାଞ୍ଚ ହୋଇଥିଲା ତାଙ୍କ ଭିତରୁ 2 ଲକ୍ଷ ମହିଳାଙ୍କୁ ଏବେ ସୁଭଦ୍ରା ଟଙ୍କା ମିଳିବା ପାଇଁ ଯାଉଛି କୁହାଯାଉଛି ଆଗାମୀ 24 ତାରିଖ ଦିନ ମାନେ ଆଉ 4 ଦିନ ପରେ ଏବେ ମିଳିବା ପାଇଁ ଯାଉଛି ସୁଭଦ୍ରା ଟଙ୍କା 20 ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ଆଉ ଡିସେମ୍ବର ସୁଦ୍ଧା କୋଟିଏ ହିତାଧିକାରୀ ପହଞ୍ଚି ଯାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ତେବେ କୁହାଯାଉଛି ଯୋଗ୍ୟ ବିବେଚିତ ଯୋଉମାନେ ହୋଇଛନ୍ତି ତାଙ୍କୁ ଖୁବ୍ ଜଲଦି ଟଙ୍କା ମିଳିବ ଅଙ୍ଗନବାଡି କର୍ମୀ ଏବଂ ନଗଡ଼ର କିଛି ଲୋକ ଥିଲେ ସେମାନେ ମଧ୍ୟ ଆବେଦନ କରିଛନ୍ତି ତାଙ୍କୁ ମଧ୍ୟ ଏଥରିକ ସୁଭଦ୍ରା ଟଙ୍କା ମିଳିଯିବ ବୋଲି କୁହାଯାଉଛି ତେଣୁ ଆପଣମାନଙ୍କୁ ଯଦି ସୁଭଦ୍ରା ଟଙ୍କା ମିଳେ ନିଶ୍ଚିତ ଗୋଟିଏ ଲେଖାଏଁ ମଧ୍ୟ କମେଣ୍ଟ କରିଦେବେ ଏଥର 24 ଘଣ୍ଟା ଖୋଲା ରହିବ ନିରାମୟ ନହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ 24 ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର ଏଥିରେ ଖିଲାପ ହେଲେ ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି ଏଭଳି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର କେବେ ଏହାର ଖିଲାପ ଯଦି ନ ହୁଏ ସେଥିପ୍ରତି ସ୍କ୍ୱାଡ ମଧ୍ୟ ଗଠନ କରାଯାଇଛି ଅଧିକାରୀ ଅଚାନକ ନିରାମୟ ପରିଦର୍ଶନ କରିବେ ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ଔଷଧ ନିଗମର ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଔଷଧ ନିଗମର ଔଷଧ ଠିକ ଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ ନିରାମୟରେ ଯଥେଷ୍ଟ ଔଷଧ ଅଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ ହେବ ଭୁବନେଶ୍ୱରରେ ବଡ ଠକେଇ ଚେନ୍ନାଇରୁ ଗିରଫ ଉତୁରିଲା ଫିଲ୍ମ କରିବା ନିଶା ତେବେ ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ ଆଉ ଦିନକୁ ଦିନ ନୂଆ ତରିକାରେ ସାଇବର ଠକମାନେ ଲୁଟ ଚଳାଇଛନ୍ତି କେତେବେଳେ ପୋଲିସ କେତେବେଳେ ସିବିଆଇ କେତେବେଳେ ଇଡି ଭଳି ତଦନ୍ତ କରି ସ୍ଥାନର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହିତ ଧମକ ଦଉଛନ୍ତି ଲୋକଙ୍କୁ ଆଉ ମେସେଜ ଏବଂ ଲିଙ୍କ ପଠାଇ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ହ୍ୟାକ୍ କରିଦଉଛନ୍ତି ଏବଂ ଟଙ୍କା ଲୁଟି ନେଉଛନ୍ତି ତେବେ ଏକ ଠକେଇ ଫିଲ୍ମ କରିବାକୁ ମନସ୍ଥ କରିଥିବା ଜଣେ ରଙ୍ଗିଲା ସାଇବର ଠକକୁ ବାନ୍ଧିଛି କମିଶନରେଟ ପୋଲିସ ସାଇବର ଟିମ୍ ପୋଲିସ ଆକ୍ସନ ପରେ ମହଙ୍ଗା ପଡିଛି ସାଇବର ଠକେଇ
ଠକେଇର ଟଙ୍କାରେ ଫିଲ୍ମ କରିବା ନିଶା। ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡ଼ିଗଲା। ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଠକ ଶେଷରେ କମିଶନରେଟ୍ ପୋଲିସ ସାଇବର ଟିମ୍ ହାତରେ ଧରା ପଡ଼ିଗଲା। ଗିରଫ ଅଭିଯୁକ୍ତ ଚେନ୍ନାଇରେ ରହୁଥିବା ପ୍ରକାଶ ଓମ୍। ତାଙ୍କୁ ତାମିଲନାଡୁରେ ଗିରଫ କରିଛି କମିଶନରେଟ୍ ପୋଲିସର ସାଇବର ଟିମ୍। ତେବେ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଠକେଇ କରୁଥିଲା ପ୍ରକାଶ। ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ମେସେଜ ଦେବା ଏବଂ ଅନଲାଇନ୍ ଟ୍ରେଡିଂ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରୁଥିଲା। ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି 19 ଲକ୍ଷ 1,000 ଟଙ୍କା ଲଗାଇଥିଲେ, ଯାହା ଫଳରେ ପରବର୍ତ୍ତୀ ସମୟରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା, ଯାହାଫଳରେ ତୁରନ୍ତ ଏବେ ଧରା ପଡ଼ିଛି। ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ। ତେଣୁ କୁହାଯାଉଛି 23 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ 21 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ 23 ତାରିଖରେ ଲଘୁଚାପ ରୂପ ନେବ। ପରେ ପଶ୍ଚିମ ଉତ୍ତର ଦିଗକୁ ଗତି କରି ଅବପାତ ରୂପ ନେବ। ତେଣୁ ଲଘୁଚାପର ପ୍ରଭାବ କିଭଳି ରହିବ ତାହା ନେଇ ସ୍ପଷ୍ଟ ମଧ୍ୟ ହୋଇନାହିଁ। ଏପଟେ ଆଗାମୀ 5 ଦିନ ରାଜ୍ୟରେ ଶୀତ ବଢ଼ିବା ସମ୍ଭାବନା ନଥିବା ବେଳେ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଝାରସୁଗୁଡ଼ା, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ, କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ପାଇଁ ଆଲର୍ଟ ମଧ୍ୟ କରାଯାଇଛି। ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର, ରହିବନି ଟୋକନ ଟେନସନ। ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ବର୍ଷ ବର୍ଷ ଧରି ଟୋକନ ଟେନସନ ଏବଂ ମିଲର୍ସଙ୍କ ମନହାନି ଏବଂ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀକୁ ମୁକ୍ତି ଦେବା ପାଇଁ ଏଥର ମୋହନ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆଜି ବରଗଡ଼ରେ 21ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କୁହାଯାଇଛି। 4ରୁ 5ଟି ମଣ୍ଡିକୁ ପର୍ଯ୍ୟବେକ୍ଷକ କରାଯିବ। ଦଲାଲ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ମଧ୍ୟ ପେଟ୍ରୋଲିଂ କରାଯାଉଛି। ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ରହିବ। ଚାଷୀଙ୍କୁ ଦେବା ପାଇଁ କ୍ୟାବିନେଟର ନିଷ୍ପତ୍ତି ମଧ୍ୟ ହୋଇଛି। ନୂଆ ସରକାର ନୂଆ ବ୍ୟବସ୍ଥା, ଆଉ ଚାଲିବନି ମିଲର୍ସଙ୍କ ମନହାନି। ବନ୍ଦ ହେବ କଟନୀ ଛଟନୀ, ଆଉ ଦଲାଲଙ୍କ ସାବାଟ କରିବ ମଣ୍ଡି ଜଗିବେ ମନ୍ତ୍ରୀ। ଚାଷୀଙ୍କ ସ୍ୱାର୍ଥ ଏବଂ ଧାନ କିଣାରେ ସ୍ୱଚ୍ଛତା ଏବଂ ଅଗ୍ରାଧିକାର କରି ଏକ ଅଭିଯାନ କ୍ରମେ ଆସନ୍ତାକାଲିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ମୋହନ ସରକାର। ରୂପା ଛାଉଣି ହେବ ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ୱାର। ବଡ଼ ଦେଉଳ ରତ୍ନଭଣ୍ଡାରକୁ ଜଗି ରହିଥିବା ପ୍ରଭୁ ଶ୍ରୀ ଭଣ୍ଡାର ଲୋକନାଥ ମନ୍ଦିର ଦ୍ୱାରର ରୂପା ଛାଉଣି କରାଯିବ। ଏହି ଦ୍ୱାର ସମେତ ଭିତର ଖିଲଣ ଏବଂ ପ୍ରଭା ମଧ୍ୟ ରୂପା ଛାଉଣି ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ କରିଛି। ଆସନ୍ତା 2 ମାସ ଭିତରେ କାମ ସାରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଭଲ ରୂପା ଛାଉଣି କାମ କରିବାକୁ ଅନୁଷ୍ଠାନକୁ ଏଥିପାଇଁ ମନ୍ଦିର ପ୍ରଶାସନ କାମ କରିବାକୁ ଆହ୍ୱାନ କରିଛି। ଦାତାଙ୍କୁ ରୂପାକୁ ବ୍ୟବହାର କରି ଏହି ଛାଉଣି କରାଯିବ ବୋଲି କୁହାଯାଉଛି। ତା ସହିତ ମଧ୍ୟ ମନ୍ଦିରରେ ଏବେ ଏଲଇଡି ଲାଗିବ, ଯାହା ଫଳରେ ମନ୍ଦିର ଭିତରେ କଣ ଚାଲିଛି, ଦର୍ଶନ କେତେବେଳେ ହେବ, କଣ ହେବ, ମନ୍ଦିର ରୀତିନୀତି ସବୁ ଏଲଇଡିରେ ଜଣା ପଡ଼ିଯିବ। ତା ପାଇଁ ଲୋକମାନେ ବହୁତ ଉପକୃତ ହେବେ ବୋଲି କୁହାଯାଉଛି। ସପ୍ତାହକ ପରେ ବିଧାନସଭାର ଶୀତ ଅଧିବେଶନ। 5 ମାସ ବନାମ 24 ବର୍ଷର ସରକାର ଗୋହି ଖୋଳାଖୋଳି ହେବେ। ତେବେ 24 ବର୍ଷର ସରକାର, ଏପଟେ 5 ମାସର ସରକାର। ଏନେଇ କିଏ କାହାକୁ ଗୋହି ଖୋଳାଖୋଳି ହେବେ ସେ ନେଇ ଅପେକ୍ଷା। ଆସନ୍ତା 26 ତାରିଖରେ ବିଧାନସଭାର ଶୀତ ଅଧିବେଶନ ଚାଲିବ ଡିସେମ୍ବର ଶେଷ ପର୍ଯ୍ୟନ୍ତ। ଆକ୍ରମଣ ପ୍ରତି ଆକ୍ରମଣରେ ବେଶ୍ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଯେତିକି ଆକ୍ରମଣ ବିରୋଧୀ କରିଥିଲେ ତାଠାରୁ ଢେର ଅଧିକ ପାଲଟା ଆକ୍ରମଣ କରିଥିଲେ ସରକାରୀ ଦଳ। ଶିଶୁ ସରକାର ଏବଂ ବନାମ 24 ବର୍ଷର ଶାସନ ନେଇ ଏବେ ରୋଚକ ଗଲା ବଜେଟ ଅଧିବେଶନ। ତେବେ ଜଣାପଡ଼ିବ ଆଗକୁ କଣ ହେଉଛି। ଚାଷ କାମରେ ଟେକ୍ନୋଲୋଜି ବ୍ୟବହାର କରି ଲାଭବାନ ହୁଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ। ତେବେ କୁହାଯାଉଛି ଚାଷ କାମରେ ଏଥର ଟେକ୍ନୋଲୋଜି ବ୍ୟବହାର କରନ୍ତୁ, ଏହାଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ କହିଛନ୍ତି। ରାଉରକେଲାର ବେଦବ୍ୟାସଠାରେ ଆୟୋଜିତ ହୋଇଥିବା ଉପଖଣ୍ଡସ୍ତରୀୟ ଯନ୍ତ୍ରପାତି ମେଳାରେ କେନ୍ଦ୍ରମନ୍ତ୍ରୀ ଓରାମ କହିଛନ୍ତି ଯେ, ମୁଁ ଜଣେ ଚାଷୀ ପରିବାରରୁ ଆସିଛି, ଚାଷ କାମ ଶିଖିଛି, ଏହା ମଧ୍ୟ କରିଛି। ଚାଷରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଟେକ୍ନୋଲୋଜି ସହିତ ଜଡ଼ିତ ଥିବାରୁ ତାଙ୍କ ଚାଷରେ ସହଯୋଗ କରୁଛି। ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଚାଷ କରି ଚାଷୀମାନେ ବହୁତ ଲାଭବାନ ହେଉଛନ୍ତି। ତେଣୁ କୃଷି ଯଦି ଯନ୍ତ୍ରପାତି ଏବଂ ଟେକ୍ନୋଲୋଜି ନେଇ କିଣିବନି ତାହେଲେ ଆଗକୁ କଣ କରିବ? ଏ ନେଇକି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ଟେକ୍ନୋଲୋଜି ଦ୍ୱାରା ବହୁତ ଜଲ୍ଦି ହେବ, ବହୁତ ଶୀଘ୍ର ହେବ ଏବଂ ଚାଷୀମାନେ ଅଧିକ ପରିଶ୍ରମ କରିବେ ନାହିଁ। ସବୁ ଏହି ମେସିନ ଦ୍ୱାରା ହେବ ବୋଲି କୁହାଯାଉଛି।
ତିନିରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 7 ଯାଏଁ ରହିବେ। ତେବେ ଆସନ୍ତା 3 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିବା ପରେ ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର ବିମାନ ଯୋଗେ 3 ତାରିଖ ଦିନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ଜଣାପଡ଼ିଛି। 3ରୁ 7 ତାରିଖ ଯାଏଁ ଓଡ଼ିଶାରେ ରହିବେ। ଆଉ 4 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମ ଯୋଗ ଦେବା ପରେ 5 ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର କୋର୍ଟରେ ନୂଆ ବିଲ୍ଡିଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 3ରୁ 7 ତାରିଖ ଯାଏଁ ଓଡ଼ିଶା ଗସ୍ତରେ ରହିବେ। 4 ଦିନ ରାଷ୍ଟ୍ରପତି ଏବେ ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। 5 ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର କୋର୍ଟରେ ନୂଆ ବିଲ୍ଡିଂ ଉଦ୍ଘାଟନ କରିବେ। ଏନେଇକି ମଧ୍ୟ ବଡ଼ ବଡ଼ ସୂଚନା ଅଛି। 370ଟି ଟ୍ରେନ୍ ଯୋଡ଼ାଯିବ କୁହାଯାଉଛି। 1,000 ସାଧାରଣ ଶ୍ରେଣୀ ବଗି ଏବଂ ଦୈନିକ ଅତିରିକ୍ତ 1 ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି। ତେବେ କୁହାଯାଉଛି ଯେ ଏବେ ନଭେମ୍ବର ଶେଷ ସୁଦ୍ଧା 370ଟି ନିୟମିତ ଟ୍ରେନ୍ 1,000ରୁ ଅଧିକ ଜିଏସ୍ଟି କୋଚ୍ ସଂଯୋଗ କରିବାକୁ ଯାଉଛି। ତେବେ କୁହାଯାଉଛି ଯେ ଜିଏସ୍ଟି କୋଚ୍ ସାମିଲ ଦ୍ୱାରା ଦୈନିକ 1 ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁଗୁଲ ଉପରେ ଚାପ ବଢ଼ିଲା, ଲୋକପ୍ରିୟ ବ୍ରାଉଜର କ୍ରୋମ୍ ବିକ୍ରି ହେବ ନେଇ ଚର୍ଚ୍ଚା। କୁହାଯାଉଛି ଗୁଗୁଲର ଏକ ବଡ଼ ଅସୁବିଧା ସମ୍ମୁଖୀନ ହେବା ପାଇଁ ଯାଉଛି। ବାସ୍ତବରେ ଗୁଗୁଲ କ୍ରୋମ୍ ଇଣ୍ଟରନେଟ୍ ବ୍ରାଉଜରକୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ ତଥା ଡିଓଜେ ଦ୍ୱାରା ଚାପ ସୃଷ୍ଟି କରାଯାଇଥିଲା। ଏହି ମାମଲାରେ କୋର୍ଟ ନିଜର ରାୟ ରଖିଛନ୍ତି ବୋଲି କୁହାଯାଉଛି। ବ୍ଲଗର ରିପୋର୍ଟ ଅନୁଯାୟୀ ଗୁଗୁଲ ସର୍ଚ୍ଚ ଅନ୍ୟାୟ ଭାବରେ ବଜାରକୁ ଦଖଲ କରିବା ଅଭିଯୋଗ ହୋଇଛି। ଆହୁରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆଣ୍ଡ ଅପରେଟିଂ ସିଷ୍ଟମକୁ ନିୟନ୍ତ୍ରଣ କରିବା ପାଇଁ ଏକ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଆମେରିକାରେ ପାଠ ପଢ଼ିବାକୁ ଆନ୍ଧ୍ର ଓ ତେଲେଙ୍ଗାନା ଛାତ୍ରଛାତ୍ରୀଙ୍କର ପ୍ରବଳ ଚାହିଦା। ଆମେରିକାରେ ପାଠ ପଢ଼ିବାକୁ 2ଟି ରାଜ୍ୟର ବହୁ ସଂଖ୍ୟକ ପିଲା ଆବେଦନ କରିଛନ୍ତି। ସର୍ବାଧିକ ସଂଖ୍ୟକ ଛାତ୍ରଙ୍କୁ ଆମେରିକା ପଠାଇବାର ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଅନ୍ୟାନ୍ୟ ଦେଶ ତଥ୍ୟ ଅନୁଯାୟୀ ଦେଶର ଆମେରିକା ଯାଇଥିବା ମୋଟ ଛାତ୍ରଙ୍କର 57% ମଧ୍ୟପ୍ରଦେଶ, ସର୍ବାଧିକ ପ୍ରତିଶତ 34% ହେବ ବୋଲି କୁହାଯାଇଛି। ଆମେରିକାରେ ପାଠ ପଢ଼ିବାକୁ ଆନ୍ଧ୍ର ଓ ତେଲେଙ୍ଗାନା ଛାତ୍ରଛାତ୍ରୀଙ୍କର ପ୍ରବଳ ଚାହିଦା। ଆମେରିକାରେ ପାଠ ପଢ଼ିବାକୁ 2ଟି ରାଜ୍ୟର ବହୁ ସଂଖ୍ୟକ ପିଲା ଆବେଦନ କରିଛନ୍ତି। ସର୍ବାଧିକ ସଂଖ୍ୟକ ଛାତ୍ରଙ୍କୁ ଆମେରିକା ପଠାଇବାର ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଅନ୍ୟାନ୍ୟ ଦେଶ ତଥ୍ୟ ଅନୁଯାୟୀ ଦେଶର ଆମେରିକା ଯାଇଥିବା ମୋଟ ଛାତ୍ରଙ୍କର 57% ମଧ୍ୟପ୍ରଦେଶ, ସର୍ବାଧିକ ପ୍ରତିଶତ 34% ହେବ ବୋଲି କୁହାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ନମ୍ବର 1। ଏଣିକି ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ। ଆଇସିସିଆଇ ରାଙ୍କରେ ଟି20 ଅଲରାଉଣ୍ଡର ନମ୍ବର 1 ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ତିଲକ ବର୍ମାଙ୍କୁ ବି ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି। ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି20 ଅଲରାଉଣ୍ଡର ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଯୁବ ଖେଳାଳି ତିଲକ ବର୍ମା ମଧ୍ୟ ଏଣ୍ଟ୍ରି ମାରିଛନ୍ତି। ତେବେ 69ଟି ସ୍ଥାନ ଉପରକୁ ଉଠି ଟପ୍ 10ରେ ପ୍ରବେଶ କରିଛନ୍ତି ତିଲକ ବର୍ମା। 2,000 ଟଙ୍କାରେ 45 ମିନିଟ୍ ମସାଜ, ହିଡେନ୍ କ୍ୟାମେରାରେ ରେକର୍ଡିଂ କରି କରୁଥିଲେ ବ୍ଲାକମେଲିଂ। ତେବେ ୟୁପିରେ ମେରଠ ଜିଲ୍ଲାର ଚୌଧୁରୀ ଚରଣ ବିଶ୍ୱବିଦ୍ୟାଳୟରେ ଅତି ଚାଞ୍ଚଲ୍ୟ ଘଟଣା ଘଟିଛି। ସେଲୁନ ଖାଲି ନାଁକୁ ମାତ୍ର, କିନ୍ତୁ ଖାଲି ହେଉଥିଲା ମସାଜ। ତା ପୁଣି ବି ବଛା ବଛା ସୁନ୍ଦରୀ ମାନଙ୍କ ଠାରୁ। ଗ୍ରାହକମାନେ ସେଲୁନ ଭିତରକୁ ପଶି ସେମାନଙ୍କର ରିସେପସନ ହସି ହସି ସ୍ୱାଗତ କରିଥାନ୍ତି ସୁନ୍ଦରୀ ଝିଅ। ଏହାପରେ ରେଜିଷ୍ଟରରେ ଗ୍ରାହକ ନାମ, ମୋବାଇଲ ନମ୍ବର, ଠିକଣା ମଧ୍ୟ ଲେଖାଯାଏ। ଆଉ ତାପରେ ଆରମ୍ଭ ହୁଏ ଅସଲି ଗେମ୍, ଯେଉଁଥିରେ ଗ୍ରାହକଙ୍କ ମୋବାଇଲ ଝିଅଙ୍କ ଫଟୋ ଦେଖାଯାଇଥିଲା। ଗ୍ରାହକଙ୍କ ଏକ ଘରୋଇ କ୍ୟାବିନକୁ ପଠାଯିବ ବୋଲି ସେ ଆଙ୍ଗୁଠି ରଖିବେ। ତେଣୁ କୁହାଯାଉଛି ଯେ ଏସବୁ ମଧ୍ୟ ଏବେ ନୀତି ବାହାରିଛି। ତେଣୁ ଆପଣମାନେ